ଆଜି ଯୋଉ ପର୍ଯ୍ୟନ୍ତ ଏବଂ ଭଲ ଆଡମିସନ ଗୋଟେ ହେଇଛି ବୋଲି ମାନ୍ୟବର ଆମର ପ୍ରିନ୍ସିପାଲ ସାର୍ ଆଜି କହିଲେ ଯେ ଭଲ ଆଡମିସନ ହେଇଛି, ଯାହାଫଳରେ କି ଆମେ ଦରମା ମଧ୍ୟ ଷ୍ଟାଫ ମାନଙ୍କୁ ଆମେ ଦେଇପାରିବା ରେଗୁଲାରଲି। ତେଣୁ ସେଥିପାଇଁ ସେ ଏ, ଆମେ ପ୍ରଥମ ଏବଂ ବିଶେଷ କରି ମାନ୍ୟବର ବିଧାୟକ ଭଦ୍ରଙ୍କୁ ଆମେ ଧନ୍ୟବାଦ ଦେବୁ। ଏ ଆଡମିସନରେ ତାଙ୍କର ମଧ୍ୟ ଅଗ୍ରଣୀ ଭୂମିକା ରହିଛି ଏବଂ ବିଶେଷ କରି ଏମପି ମହାଶୟ ଏବଂ ମାନ୍ୟବର ମନ୍ତ୍ରୀ ଜିଲ୍ଲାର ତାଙ୍କର ମଧ୍ୟ ଭୂମିକା ବହୁତ ଭଲ ରହିଛି। ଆଜିକା ଡେଟ୍ରେ ମ୍ୟାନେଜମେଣ୍ଟ କେମିତି ଠିକ ଭାବରେ ସୁଚାରୁ ରୂପେ ତୁଲେଇ ପାରିବ କଲେଜର ଡେ ଟୁ ଡେ ମ୍ୟାନେଜମେଣ୍ଟ 2025। ଯଦି ବା ଡେରି ହେଇଯାଇଛି ଆପଣମାନଙ୍କ ସାଙ୍ଗରେ ଆମର ଯୋଉ ଗେଟ୍ ଟୁଗେଦର ହୁଏ, ତେଣୁ ଆଜି ଆମେ ବହୁତ ଖୁସି ଆପଣମାନଙ୍କୁ ପୁଣି 2025ରେ ପାଇକି। ତେଣୁ ଆପଣମାନଙ୍କର ମଧ୍ୟ 2025 ବହୁତ ଭଲ ହଉ। ତତ୍ସହିତ ନର୍ମଦା ସୋସାଇଟି ତଥା ତାଙ୍କର ଷ୍ଟାଫ ମାନଙ୍କର ଏବଂ ପଢୁଥିବା ଷ୍ଟୁଡେଣ୍ଟ ମାନଙ୍କର ସମସ୍ତଙ୍କ ପାଇଁ 2025 ଏକ ଭଲ ବର୍ଷ ରୂପରେ ପରିଗଣିତ ହଉ। ଏହା ହିଁ ମୋର ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। ଆଜି ଆମର ଗଭର୍ଣ୍ଣିଂ ବଡି ମିଟିଂ ଥିଲା ଏବଂ ଗଭର୍ଣ୍ଣିଂ ବଡିରେ ମଧ୍ୟ ଦୁଇ ତିନୋଟି ଜିନିଷ ଆଜି ଯୋଉ ଏଜେଣ୍ଡା ଗ୍ରହଣ କରାଯାଇଛି ଏବଂ ପ୍ରଥମ କରିକି ଏଜେଣ୍ଡା ରହିଲା ଯେ ଆମେ ଏଠି ଯୋଉ ଗୋଟେ ଏକ ମିଟିଂ ହେଇଥିଲା କଲେକ୍ଟର ସାର୍ଙ୍କ ପାଖରେ, ଯୋଉଥିରେ କି ମାନ୍ୟବର ବିଧାୟକ, ଏମପି, ସବ୍ କଲେକ୍ଟର, ଏଡିଏମ୍ ଏବଂ ସମସ୍ତେ ଉପସ୍ଥିତ ଥିଲେ ଏବଂ ସେଇ ଯୋଉ ଡିସିସନଟା ହେଇଥିଲା ସେଇଟାକୁ ଆମେ ଇମ୍ପ୍ଲିମେଣ୍ଟ କରିବା ପାଇଁ ଅନୁରୋଧ କରିବୁ ଜିଲ୍ଲା ପ୍ରଶାସନକୁ ଏବଂ ଆମର ମ୍ୟାନେଜମେଣ୍ଟ। ଏବଂ ଦ୍ୱିତୀୟରେ ଆଜି ଯୋଉ ପର୍ଯ୍ୟନ୍ତ ଏବଂ ଭଲ ଆଡମିସନ ଗୋଟେ ହେଇଛି ବୋଲି ମାନ୍ୟବର ଆମର ପ୍ରିନ୍ସିପାଲ ସାର୍ ଆଜି କହିଲେ ଯେ ଭଲ ଆଡମିସନ ହେଇଛି, ଯାହାଫଳରେ କି ଆମେ ଦରମା ମଧ୍ୟ ଷ୍ଟାଫ ମାନଙ୍କୁ ଆମେ ଦେଇପାରିବା ରେଗୁଲାରଲି। ତେଣୁ ସେଥିପାଇଁ ସେ ଆମେ ପ୍ରଥମ ଏବଂ ବିଶେଷ କରି ମାନ୍ୟବର ବିଧାୟକ ଭଦ୍ରଙ୍କୁ ଆମେ ଧନ୍ୟବାଦ ଦେବୁ। ଏ ଆଡମିସନରେ ତାଙ୍କର ମଧ୍ୟ ଅଗ୍ରଣୀ ଭୂମିକା ରହିଛି ଏବଂ ବିଶେଷ କରି ଏମପି ମହାଶୟ ଏବଂ ମାନ୍ୟବର ମନ୍ତ୍ରୀ ଜିଲ୍ଲାର ତାଙ୍କର ମଧ୍ୟ ଭୂମିକା ବହୁତ ଭଲ ରହିଛି। ଆଜିକା ଡେଟ୍ରେ ମ୍ୟାନେଜମେଣ୍ଟ କେମିତି ଠିକ ଭାବରେ ସୁଚାରୁ ରୂପେ ତୁଲେଇ ପାରିବ କଲେଜର ଡେ ଟୁ ଡେ ମ୍ୟାନେଜମେଣ୍ଟ ତଥା ଆପଣମାନେ ଜାଣି ଖୁସି ହେବେ ଯେ ଆଜି ଗୋଟେ ଏଜେଣ୍ଡା ହାତକୁ ନିଆଯାଇଛି ଯେ ଆମର ଯୋଉ ଭଦ୍ରକର ଆପଣ ଜାଣିଛନ୍ତି ଭଦ୍ରକ କଲେଜ ଅଟୋନୋମସ କଲେଜର ଯୋଉ ୟୁନିଭର୍ସିଟି ପାଇଁ ପାଖାପାଖି 20ରୁ ଉର୍ଦ୍ଧ୍ୱ ଏକରର ଆବଶ୍ୟକତା ରହିଛି ଏବଂ ମାନ୍ୟବର ଜିଲ୍ଲାପାଳ ମଧ୍ୟ ତାକୁ ଚାରିଆଡେ ମଧ୍ୟ ଖୋଜୁଛନ୍ତି ଯେ କୋଉଠି ସୁଇଟେବଲ ପ୍ଲେସ ହବ। ତେଣୁ ଆକୁ ଆମେ ଶୁଣିଲା ପରେ ମ୍ୟାନେଜମେଣ୍ଟ ଆଜି ରିକ୍ୱେଷ୍ଟ ଲେଟର ଦବ ମାନ୍ୟବର ମନ୍ତ୍ରୀ, ଏମପି ତଥା ଜିଲ୍ଲାପାଳଙ୍କୁ ଯେ ଯଦି ଚାହିଁବେ ସାର୍ ସେ ବରପଦାରେ ଯୋଉ 70 ଏକର ଅଛି ସେଠୁ ମଧ୍ୟ ସେ 20-25 ଏକର ଭଦ୍ରକର ୟୁନିଭର୍ସିଟି ପାଇଁ ଦିଆ ହେଇପାରିବ। କାରଣ ମ୍ୟାକ୍ସିମମ୍ ଜାଗା ସେଠି କଲେଜ ଚଲେଇବା ପାଇଁ 25 ଏକର ସଫିସିଏଣ୍ଟ ଜାଗା ରହିବା ଦରକାର ଆଜ ପର ଏଆଇସିଟି ରୁଲ୍ସ। କିନ୍ତୁ ଆମର ସେଠି 70 ଏକର ଅଛି ଏବଂ ଜନସାଧାରଣ ମଧ୍ୟ ଦାବି ଯେ ଏଠି ୟୁନିଭର୍ସିଟି ହବା ଦରକାର। ଆ ପୂର୍ବରୁ ମଧ୍ୟ ୟୁନିଭର୍ସିଟି ହୋଇପାରିଲେ। ତେଣୁ ମୁଁ ଅନୁରୋଧ କରିବି ଜିଲ୍ଲାର ମନ୍ତ୍ରୀଙ୍କୁ ସେ ଯୋଉ ପ୍ରସ୍ତାବଟି ମାନ୍ୟବର ଜିଲ୍ଲାପାଳଙ୍କୁ ଦେଇଛନ୍ତି ଏବଂ ସେଥିରେ ଉଦ୍ୟମରତ ଆମର ଯୋଉ ଏମଏଲଏ ରହିଲେ ସୀତାଂଶୁ ମହାପାତ୍ର ମହୋଦୟ ଏବଂ ଅଭିବାବୁ ଯିଏ ଏମପି ରହିଛନ୍ତି ସମସ୍ତଙ୍କର ଆଲୋଚନା ପରେ ଆମେ ତାକୁ ରିକ୍ୱେଷ୍ଟ କରୁଛୁ ଯେ ସେଠୁ ଯଦି ଚାହିଁବେ ଆମେ ମ୍ୟାନେଜମେଣ୍ଟ ତରଫରୁ ତାଙ୍କୁ 25 ଏକର ଜାଗା ମଧ୍ୟ ଦେଇପାରିବୁ, ଯୋଉ ଯାହାଫଳରେ କି ସେଠି ୟୁନିଭର୍ସିଟି ହେଇପାରିବ। ଏବଂ ତତ୍ ସହିତ ଆଉ ଗୋଟେ ମଧ୍ୟ ଡିସିସନ ରହିଛି ଗଭର୍ଣ୍ଣମେଣ୍ଟ ଉପରେ, ତାକୁ ଆମେ ଛାଡିଛୁ ଯେ କଲେଜକୁ ଆରମ୍ଭ କରିଥିଲେ ଭଦ୍ରରେ କଲେଜକୁ ଆରମ୍ଭ କରିଥିଲେ ଆମର ମହତାବ ସାର୍ ଆରମ୍ଭ କରିଥିଲେ ହରେକୃଷ୍ଣ ମହତାବ ଏବଂ ଏବେ ହରେକୃଷ୍ଣ ମହତାବଙ୍କର ଆଗରପଡା ସ୍ଥିତ ତାଙ୍କର ନିଜ ଜାଗାରେ ଗଭର୍ଣ୍ଣମେଣ୍ଟ ବହୁତ ଭଲ ମାନେ ଷ୍ଟାଚ୍ୟୁ ଏବଂ ତାଙ୍କର ଡେଭଲପମେଣ୍ଟ ବହୁତ କିଛି କରିବା ପାଇଁ ଚାହୁଁଥିବାରୁ ଆମେ ମଧ୍ୟ ନିବେଦନ କରିବୁ ଗଭର୍ଣ୍ଣମେଣ୍ଟକୁ ଯେ ସେଠି ସେ କଲେଜକୁ ଯେହେତୁ ଷ୍ଟାର୍ଟିଂ କରିଥିଲେ ଭର୍ତ୍ତୃହରି ମହତାବ ହରେକୃଷ୍ଣ ମହତାବ, ଆମେ ଭର୍ତ୍ତୃହରି ମହତାବ ସାର୍ଙ୍କୁ ମଧ୍ୟ ରିକ୍ୱେଷ୍ଟ ଲେଟର ମଧ୍ୟ ପଠାଉଛୁ ଯେ ସେ କଲେଜକୁ ତାଙ୍କ ନାଁରେ ନାମିତ କରି କେମିତି ଡାଇରେକ୍ଟ ଗଭର୍ଣ୍ଣମେଣ୍ଟ ଯେମିତି ନେଇକିରି ବୁର୍ଲା ହଉ ଆରିସି ହଉ ଏମିତି କଲେଜ ସବୁ କରିଛି, ବିଆଇଟି କି ଯଦି ସେ ଡାଇରେକ୍ଟ ନେଇପାରିବେ ତାହେଲେ ଆମେ ମଧ୍ୟ ମ୍ୟାନେଜମେଣ୍ଟ ତରଫରୁ ସହଯୋଗର ହାତ ବଢେଇବୁ। ଯେ ହେଲେ ସେଠିକାର ଲୋକାଲ ଲୋକଙ୍କର ଫାଇନାନ୍ସିଆଲି ହଉ କି ଷ୍ଟାଫଙ୍କର ଉନ୍ନତି ହଉ ତଥା କଲେଜର ଉନ୍ନତି ଏ ସବୁକୁ ଆଖି ଆଗରେ ରଖିକିରି ଆମେ ଏଟାକୁ ଅନୁରୋଧ କରିବୁ ବୋଲି ବସିଛୁ। ତେଣୁ ଏ ଦିଟା ଏଜେଣ୍ଡା ଆମର ମୁଖ୍ୟ ରହିବ
ଯେ କେମିତି ଠିକ ଭାବରେ 20 ରୁ 25 ଏକର ଆମେ ୟୁନିଭର୍ସିଟି ପାଇଁ ଏବଂ ଏଟାକୁ ଗଭର୍ଣ୍ଣମେଣ୍ଟ ନେଇକି ଡାଇରେକ୍ଟ ଗଭର୍ଣ୍ଣମେଣ୍ଟ କେମିତି କରିବା ଆଉ नो ଇଣ୍ଟରିମ୍ କମିଟି ଡାଇରେକ୍ଟ ଗଭର୍ଣ୍ଣମେଣ୍ଟ